ହ୍ୟାଲୋ ଭାଇ ନମସ୍କାର, ପ୍ରାଇଜ୍ ଦ ଲର୍ଡ। ଆଶା କରୁଛି ସମସ୍ତେ ଭଲ ଥିବେ ପ୍ରଭୁଙ୍କର ଆଶୀର୍ବାଦ ଏବଂ ଅନୁଗ୍ରହରେ। ଆଉ ମୁଁ ଏକ ଦୁଃଖର ଘଟଣା ଆପଣମାନଙ୍କୁ ଜଣାଇବାକୁ ଯାଉଛି। ଆପଣମାନେ ଶୁଣିଥିବେ କିମ୍ବା ନ ଶୁଣିଥିବେ, ଆପଣମାନେ ଭିଡ଼ିଓ ମାଧ୍ୟମ ଦ୍ୱାରା ଜାଣିପାରିବେ ଯେ ରେଭରେଣ୍ଡ ଜିତୁ ଲିମା ସାର୍ କାର୍ରେ ଯାଉଥିଲେ ଆଉ ଆକ୍ସିଡେଣ୍ଟ ହେଇଯାଇଛନ୍ତି। ଆଉ ପ୍ରଭୁ ତାଙ୍କୁ ଉଦ୍ଧାର କରିଛନ୍ତି ଏବଂ ତାଙ୍କଠାରେ ଯେଉଁମାନେ ଭୟ କରି ରୁହନ୍ତି ସେମାନଙ୍କୁ ପ୍ରଭୁ ସୁରକ୍ଷା ଦିଅନ୍ତି। ଯେମିତି ବାକ୍ୟରେ ଲେଖା ଅଛି, ଯେଉଁମାନେ ତାଙ୍କଠାରେ ନିର୍ଭର ଏବଂ ତାଙ୍କଠାରେ ବିଶ୍ୱାସ କରନ୍ତି ସେମାନେ କେବେ ମଧ୍ୟ ଲଜ୍ଜିତ ହେବେ ନାହିଁ। ଆଉ ଯେତେବେଳେ ସେ କାର୍ ଆକ୍ସିଡେଣ୍ଟ ହେଲେ ସେତେବେଳେ ମରଣ ମୁଖରୁ ପ୍ରଭୁ ତାଙ୍କୁ ଉଦ୍ଧାର କରିଅଛନ୍ତି। ତେବେ ମୁଁ ପ୍ରଭୁକୁ ବହୁତ ଧନ୍ୟବାଦ ଦେଉଅଛି। ତା ସାଙ୍ଗେ ଆମର ଖ୍ରୀଷ୍ଟିଆନ ଯେତେ ଭାଇ ଭଉଣୀମାନେ ଅଛନ୍ତି ସମସ୍ତେ ଜିତୁ ଲିମା ସାର୍ ପାଇଁ ପ୍ରାର୍ଥନା କରନ୍ତୁ। ସେ ଯଥାଶୀଘ୍ର ସୁସ୍ଥତା ହେବେ ଆଉ ପ୍ରଭୁଙ୍କର ସେବା ନିମନ୍ତେ ଆଉ ବ୍ୟବହାର ହେବେ, ଆଉ ଅନେକ ସ୍ଥାନରେ ଯିବେ। ସେଥିପାଇଁ ସମସ୍ତେ ଦୟାକରି ପ୍ରାର୍ଥନା କରନ୍ତୁ, ବ୍ୟକ୍ତିଗତ ପ୍ରାର୍ଥନା କରନ୍ତୁ। ତ ମୋର କହିବାର ତାତ୍ପର୍ଯ୍ୟ ଏହା ଯେ ଆମେ ତ ଆମର ପାଇଁ ପ୍ରାର୍ଥନା କରୁଛୁ। ଯେତେ ମୁଁ ଖ୍ରୀଷ୍ଟିଆନ ଲୋକ କହୁଛି ଆମର ଭଲ ରହିବୁ କେମିତି ଏସବୁ ପାଇଁ ପ୍ରାର୍ଥନା କରୁଛନ୍ତି। କିନ୍ତୁ ଯେଉଁମାନେ ପ୍ରଭୁଙ୍କର ସେବା କରୁଅଛନ୍ତି, ଯେଉଁମାନେ ତୁମକୁ ଶିକ୍ଷା ଦେଉଅଛନ୍ତି, ଯେଉଁମାନେ ତୁମର ପାଇଁ ସଦାସର୍ବଦା ପ୍ରଭୁକୁ ଜଣାଉଛନ୍ତି, ସେମାନଙ୍କର ପାଇଁ ଆପଣମାନେ ପ୍ରାର୍ଥନା କରୁନାହାନ୍ତି। ଏଇଟା ମୁଁ 100% ଗ୍ୟାରେଣ୍ଟି ଦେଇ କହୁଛି। ତେବେ ଆପଣମାନେ ଦାସମାନଙ୍କର ପାଇଁ ପ୍ରାର୍ଥନା କରିବା ଆବଶ୍ୟକ ରହିଛି। ପ୍ରଭୁଙ୍କର ଦାସମାନେ ଠିକ୍ ଥିଲେ ଆପଣମାନେ ଠିକ୍ ଥିବେ, ଏଟା ମନେ ରଖନ୍ତୁ। ତ ମୁଁ ବେଶୀ କିଛି କହିବି ନାହିଁ। ଆପଣମାନେ ଜାଣି ଯାଇଥିବେ ଯେ ଆକ୍ସିଡେଣ୍ଟ ହେଇଛନ୍ତି ଆଉ ଆପଣମାନେ ତାଙ୍କର ସୁସ୍ଥତା ପାଇଁ ପ୍ରଭୁକୁ ଜଣାଇବେ। ପ୍ରଭୁ ନିହାତି ଭାବରେ ମୁଁ ଗ୍ୟାରେଣ୍ଟି ଦେଇ କହୁଛି ସୁସ୍ଥତା ଦେବେ। ଆଉ ସେ ଅନେକ ଜାଗାରେ ସୁସମାଚାର ପ୍ରଚାର କରିବେ ଆଉ ଅନେକ ଆତ୍ମାମାନଙ୍କୁ ହଜି ଯାଇଥିବା ଆତ୍ମାମାନଙ୍କୁ ପ୍ରଭୁଙ୍କ ନିକଟରେ କଢ଼ାଇ ଆଣିବେ। ତମର ବିଶ୍ୱାସ ଏବଂ ଭରସା ଆପଣମାନେ ପ୍ରାର୍ଥନା କରନ୍ତୁ। ତ ରହିଲି, ନମସ୍କାର, ପ୍ରାଇଜ୍ ଦ ଲର୍ଡ, ଗଡ୍ ବ୍ଲେସ୍ ୟୁ, ଆମେନ୍।